ନୂଆଗାଁରେ ଖୁବ୍ ଧୁମଧାମରେ ଟୁସୁ ମହୋତ୍ସବ ପାଳିତ। କୁଡୁମି ବହୁଳ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ମକର ପର୍ବକୁ ପ୍ରମୁଖ ପର୍ବ ଭାବେ ପାଳନ କରାଯାଏ। ମକର ପର୍ବର ପ୍ରମୁଖ ଅଂଶ ଟୁସୁ ମେଳା। ଦୁଇ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଟୁସୁମଣିଙ୍କ ପ୍ରଦର୍ଶନୀ ହୋଇଥାଏ। କେନ୍ଦୁଝର ଜିଲ୍ଲା ସଦର ବ୍ଲକ ନୂଆଗାଁ ଢିପାସାହିରେ ମଧ୍ୟ ଆଞ୍ଚଳିକ ବିଭିନ୍ନ ଗ୍ରାମରୁ ମା ଭଉଣୀମାନେ ଟୁସୁ ମେଢ଼ ଧରି ନୂଆଗାଁ ପଡ଼ିଆକୁ ଆସିଥିଲେ। ଏହି ଟୁସୁ ମହୋତ୍ସବ ଓଡ଼ିଶା କୁଡୁମି ସେନା ପକ୍ଷରୁ ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ 100ଟି ଟୁସୁ ମୂର୍ତ୍ତି ବଣ୍ଟନ କରାଯାଇଥିଲା। ଏ ବର୍ଷ ମଧ୍ୟ ଓଡ଼ିଶା କୁଡୁମି ସେନାର ରାଜ୍ୟ ଯୁବ ସମ୍ପାଦକ ବିଶ୍ୱଜିତ ମହାନ୍ତ, ସଦର ବ୍ଲକ ସଭାପତି ରଘୁନାଥ ମହାନ୍ତ, ସଦସ୍ୟ ତ୍ରିନାଥ ମହାନ୍ତ ଓ ସନରାଇଜ ଯୁବକ ସଂଘର ସାଧାରଣ ସମ୍ପାଦକ ତୁଷାର ରଞ୍ଜନ ମହାନ୍ତ, ସଭାପତି ବିଜୟ କୁମାର ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖୁବ୍ ଧୁମଧାମରେ ଶାନ୍ତି ଶୃଙ୍ଖଳାର ସହିତ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପାଖାପାଖି 100ଟି ଗ୍ରାମର ମା ଭଉଣୀମାନଙ୍କ ଦ୍ୱାରା ପ୍ରସ୍ତୁତ ଟୁସୁ ମେଢ଼ ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରତିଯୋଗିତାରେ ପ୍ରଥମ ସ୍ଥାନ କେମ୍ପସଡ଼ା ଗ୍ରାମର ମା ଭଉଣୀମାନେ, ଦ୍ୱିତୀୟ କୁଶପଦା ଗ୍ରାମର ମା ଭଉଣୀମାନେ ଓ ତୃତୀୟ ସ୍ଥାନ ହାତୀକୁଚା ଗ୍ରାମର ମା ଭଉଣୀମାନେ ଅଧିକାର କରିଥିଲେ। ତାପରେ ମା ଭଉଣୀମାନଙ୍କ ମଧ୍ୟରେ ଝୁମର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କୁଶପଦା ଝୁମର ଗ୍ରୁପ ପ୍ରଥମ ସ୍ଥାନ, ମଣିମା ଝୁମର ଗ୍ରୁପ ଦ୍ୱିତୀୟ ସ୍ଥାନ ଓ ତିଆଡ଼ିପଶି ଝୁମର ଗ୍ରୁପ ତୃତୀୟ ସ୍ଥାନ ଅଧିକାର କରିଥିଲେ। କାର୍ଯ୍ୟକ୍ରମର ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ମୁଖ୍ୟ ଅତିଥି ଓଡ଼ିଶା କୁଡୁମି ସେନା ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ୱଜିତ ମହାନ୍ତ, ମୁଖ୍ୟ ବକ୍ତା ହରିହର ମହାନ୍ତ, ସମ୍ମାନିତ ଅତିଥି ଭରସା ପରିବାର ଟ୍ରଷ୍ଟର ରାଜ୍ୟ ସଭାପତି ଲମ୍ବୋଦର ମହାନ୍ତ, ଭରସା ପରିବାରର ଜିଲ୍ଲା ସଭାପତି ତାପସ ରଞ୍ଜନ ବେହେରା ଅଭିଭାଷଣ ପ୍ରଦାନ କରିବା ସହିତ ସଂସ୍କୃତି ପରମ୍ପରାକୁ ବଜାୟ ରଖିବାର ଅଭିନବ ପ୍ରୟାସ ଜାରି ରଖିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ। ଭରସା ପରିବାରର ଟ୍ରଷ୍ଟର ସଭାପତି ଶ୍ରୀ ମହାନ୍ତ ସଂଗଠନର ସମାଜସେବା କାର୍ଯ୍ୟ ସମ୍ବନ୍ଧରେ ଅଭିଭାଷଣ ପ୍ରଦାନ ସହିତ ସମସ୍ତଙ୍କୁ ସଂଗଠନରେ ଜଡ଼ିତ ହେବା ପାଇଁ ଆହ୍ୱାନ କରିଥିଲେ। ଅତିଥିମାନଙ୍କ ଦ୍ୱାରା ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହିତ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ସନରାଇଜ ଯୁବକ ସଂଘର ତୁଷାର ମହାନ୍ତ, ଟୁଟୁ, ଲୁଲୁ, ଲିଟୁ, ନିର୍ମଳ, ବିଜୟ, ମିଥୁନ, ରୋହିତ, ଲିପୁନ, ଲିପ୍ଟନ, ଶିବୁ, ସୂର୍ଯ୍ୟ, ତରଣୀ, ବୁଲୁ, ଲକ୍ଷ୍ମୀ, ଧୀରେନ, ବିଦ୍ୟା, ସୁନୀଲ, ଲବ ଓ ମହିଳା କର୍ମକର୍ତ୍ତା ରଜନୀ, ତରୁ, କ୍ଷୀର, ରୁକ୍ମଣୀ, ଶକୁନ୍ତଳା, ସସ୍ମିତା, ମିଟସୁ, ସୁମି, ଶଶି, ସୁଭଦ୍ରା, ଦ୍ରୌପଦୀ, ରୁଣୁବାଳା, ମଇନା ଓ ସ୍ୱପ୍ନା ପ୍ରମୁଖ ଶାନ୍ତି ଶୃଙ୍ଖଳାର ସହିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଜର୍ଜ ଭାବେ ବିଶିଷ୍ଟ ସାହିତ୍ୟିକ ଗୋବର୍ଦ୍ଧନ ମହାନ୍ତ, ସାମ୍ବାଦିକ କମଳଲୋଚନ ମହାନ୍ତ ଓ ସାମ୍ବାଦିକ ବିଜୟ କୁମାର ମହାନ୍ତ ଦାୟିତ୍ୱ ନିର୍ବାହ କରିଥିଲେ। ତୋଫାନ କୁମାର ମହାନ୍ତ ମଞ୍ଚ ପରିଚାଳନା କରିଥିଲେ। ସର୍ବଶେଷରେ ସନରାଇଜ ଯୁବକ ସଂଘ ସମ୍ପାଦକ ତୁଷାର ଶେଖର ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭାସଙ୍ଗେ କରିଥିଲେ। କେନ୍ଦୁଝରରୁ ଜିଲ୍ଲା ପ୍ରତିନିଧି ସୁଡ଼ଲ କୁମାର ସେଠୀଙ୍କ ରିପୋର୍ଟ, ଅନୁଧ୍ୟାନ ଟିଭି।